କେବଲଦାରେ ମା ମଙ୍ଗଳାଙ୍କ ଚୈତି ପର୍ବ। ଶଙ୍ଖ ଓ ଘଣ୍ଟ ଧ୍ୱନିରେ ଉଛୁଳି ପଡ଼ୁଛି ଗାଁର ଚତୁଃପାର୍ଶ୍ୱ। ଧୂପ ଦୀପ ଓ ନୈବେଦ୍ୟର ମହମହ ସୁଗନ୍ଧର ମହକରେ ହୃଦୟରେ ଭରି ଯାଇଥାଏ ଭକ୍ତିର ସ୍ପନ୍ଦନ। ଆଉ ମନ ଭିତରେ ଜାଗ୍ରତ ହୋଇ ଉଠେ ଏକ ଆଲୋକିତ ଶକ୍ତିର ଏକ ନିବିଡ଼ ବନ୍ଧନ। ଯେଉଁ ପବିତ୍ରତାର ନିବିଡ଼ ବନ୍ଧନରେ ବାନ୍ଧି ହୋଇ ସମସ୍ତେ ରାଗରୁଷାକୁ ଭୁଲି ଏକତ୍ରିତ ହୋଇ ରୁଣ୍ଡୀଭୂତ ହୋଇଛନ୍ତି ଏକ ପବିତ୍ର ସ୍ଥାନରେ। ଚଳଚଞ୍ଚଳର ପରିବେଶ ମଧ୍ୟରେ ସମସ୍ତେ ନିଜ ନିଜ ଜଞ୍ଜାଳମୟ ଜୀବନକୁ ପଛରେ ପକାଇ କେଇ ପଦ ଆଗକୁ ଆସି ଛିଡ଼ା ହୋଇଛନ୍ତି ଏକ ସଂସ୍କୃତି ପରମ୍ପରାର ପବିତ୍ର ମାହୋଲରେ। ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଆଜି ଏକାଠି ରୁଣ୍ଡ ହୋଇ ଗାଁ ପରିବେଶକୁ ଉତ୍ସବ ମୁଖରିତ କରିଦେଇଛନ୍ତି। ଭୋଗର ପସରାରେ ଶଙ୍ଖ ହୁଳହୁଳିର ସୁମଧୁର ସ୍ୱରରେ ବନ୍ଦାପନା ଦୃଶ୍ୟ ଖୁବ୍ ଆକୃଷ୍ଟ କରିଥିଲା ସମସ୍ତଙ୍କୁ। ସଂସ୍କୃତି ପରମ୍ପରାର ଏକ ନିଆରା ପର୍ବରେ ପୂଜା କରି ସମସ୍ତେ ଆଶ୍ୱସ୍ତି ଲାଭ କରୁଥିବା ବେଳେ ଏହି ମହାପର୍ବର ଦୃଶ୍ୟ ମଧ୍ୟ ଖୁବ୍ ନିଆରା ହୋଇଥିଲା। ଏହା ହେଉଛି ଏକ ମହାପର୍ବର ଦୃଶ୍ୟରେ ଗ୍ରାମବାସୀଙ୍କ ଦ୍ୱାରା ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏହି ଦୃଶ୍ୟ ହେଉଛି ମା ମଙ୍ଗଳାଙ୍କ ଚୈତି ପର୍ବର ଏକ ନିଆରା ଦୃଶ୍ୟ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେବଲଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ମା ଆରାଧ୍ୟ ଦେବୀ ମା ମଙ୍ଗଳାଙ୍କ ଚୈତି ପର୍ବ ଉତ୍ସବ। ଏହି ଚୈତି ପର୍ବ ଉତ୍ସବକୁ କେବଲଦା ଗ୍ରାମରେ ଦୀର୍ଘ 9 ଦିନ ଧରି ପାଳନ କରିଥାନ୍ତି। ମା ମଙ୍ଗଳାଙ୍କ ଏହି ଚୈତି ପର୍ବ ଉତ୍ସବରେ ଗାଁଟି ଖୁବ୍ ଉତ୍ସବ ମୁଖରିତ ହୋଇ ଉଠିଥାଏ। ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇ ମାଙ୍କ ପାଖରେ ଶରଣାପନ୍ନ ହୋଇ ଆଶୀର୍ବାଦ ଭିକ୍ଷା ମାଗିଥାନ୍ତି। ବର୍ଷକରେ ଥରେ ଆୟୋଜିତ ହେଉଥିବା ଏହି ଚୈତି ପର୍ବ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କ ସହଯୋଗରେ ହୋଇଥାଏ। ସମସ୍ତେ ନିଜ ନିଜର ବିଶ୍ୱାସରେ ବାନ୍ଧି ହୋଇ ମାଙ୍କ ପାଖରେ ଭୋଗ ଲଗାଇ ବନ୍ଦାପନା କରିଥାନ୍ତି। ଏହି ଉତ୍ସବରେ ମାଙ୍କ ପାଖରେ ଶରଣାପନ୍ନ ହେଲେ ମା ସନ୍ତୁଷ୍ଟ ହୋଇଥାନ୍ତି ବୋଲି ଦୃଢ଼ ବିଶ୍ୱାସ ରହିଆସିଛି। ତେଣୁ ଏହି ପବିତ୍ର ଚୈତି ପର୍ବ ଉତ୍ସବରେ ମାଙ୍କୁ ପୂଜା କରିବା ପାଇଁ ଗ୍ରାମର ପ୍ରତ୍ୟେକ ପରିବାର ବ୍ୟାକୁଳ ହୋଇ ଉଠିଥାନ୍ତି। 9 ଦିନ ଧରି ପାଳିତ ହେଉଥିବା ମା ମଙ୍ଗଳାଙ୍କ ଏହି ଚୈତି ପର୍ବ ଉତ୍ସବରେ ଖୁବ୍ ନିରୋଳା ଭାବରେ ମାଙ୍କୁ ପୂଜା କରି ଖୁବ୍ ଶୃଙ୍ଖଳାର ସହିତ ଚୈତି ପର୍ବକୁ ପାଳନ କରିଥାନ୍ତି। ଏହି ଚୈତି ପର୍ବରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ଘୋଡ଼ା ନାଚ। ଖୁବ୍ ଆକର୍ଷଣୀୟ ଢଙ୍ଗରେ ଘୋଡ଼ାକୁ ସଜେଇ ପୂଜା କରି ଘୋଡ଼ା ନାଚ କରାଯାଇଥାଏ। ଘୋଡ଼ା ନାଚକୁ ଦେଖିବା ପାଇଁ ଲୋକମାନଙ୍କ ମନରେ ଖୁବ୍ ଆଗ୍ରହ ସୃଷ୍ଟି ହୋଇଥାଏ। ଏକ ସୁନ୍ଦର ପରିବେଶରେ ଘୋଡ଼ାର ପ୍ରତିମୂର୍ତ୍ତିରେ ଲୋକଦ୍ୱାରା ଆକର୍ଷଣୀୟ ଘୋଡ଼ା ନାଚ ସମସ୍ତଙ୍କ ମନରେ ମନୋରଞ୍ଜନ ଭରି ଦେଇଥାଏ। ସୁନ୍ଦର ରଙ୍ଗୀନ କପଡ଼ାରେ ଘୋଡ଼ାକୁ ଏମିତି ଭାବରେ ସଜେଇ ଦିଆଯାଇଥାଏ ଯାହାକି ସମସ୍ତଙ୍କ ଦୃଷ୍ଟି ଆପେ ଆପେ ଘୋଡ଼ା ପାଖକୁ ଚାଲି ଯାଇଥାଏ। ସୁନ୍ଦର ସାଜସଜ୍ଜା ସହିତ ଘୋଡ଼ା ବେକରେ ଫୁଲମାଳ ଦେଇ ଖୁବ୍ ଆକର୍ଷଣୀୟ କରି ଦିଆଯାଇଥାଏ। ନୃତ୍ୟଶିଳ୍ପୀ ଘୋଡ଼ାକୁ ଏମିତି ଭାବରେ ନାଚ କରାଇଥାଏ, ସେହି ନାଚ ଦେଖି ଲୋକମାନେ ଖୁବ୍ ଆନନ୍ଦ ନେଇଥାନ୍ତି। ଆଉ ଘୋଡ଼ା ନାଚରେ ମୁଗ୍ଧ ହୋଇ ଲୋକମାନେ ପୁରସ୍କାର ଦେଇ ଘୋଡ଼ା ଦେହରେ ଟଙ୍କା ଝୁଲାଇ ଦେଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ରଙ୍ଗୀନ ପୋଷାକରେ ଆଚ୍ଛାଦିତ ହୋଇଥିବା ଘୋଡ଼ାର ଦେହ ସାରା ଟଙ୍କାରେ ଛାଉଣି ହୋଇଥିବା ନିଆରା ଦୃଶ୍ୟ ମା ମଙ୍ଗଳାଙ୍କ ଏହି ଚୈତି ପର୍ବରେ ଦେଖିବାକୁ ମିଳିଥାଏ। ବେଗୁନିଆପଡ଼ାର କେବଲଦା ଗ୍ରାମରେ ଆୟୋଜିତ ହୋଇଥିବା ମା ମଙ୍ଗଳାଙ୍କ ଚୈତି ପର୍ବ ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ब्यूरो रिपोर्ट, एबी न्यूज।